ସ୍ୱାଗତମ୍। ଆଜି ଆମେ ଓଡ଼ିଶା ରାଜନୀତିର ଜଣେ ବେଶ୍ ଚର୍ଚ୍ଚିତ ଆଉ ଜଟିଳ ବ୍ୟକ୍ତିତ୍ୱଙ୍କ ବିଷୟରେ ଗଭୀର ଭାବେ କଥା ହବା। ଜାନକୀ ବଲ୍ଲଭ ପଟ୍ଟନାୟକ। ଆମ ପାଖରେ ତାଙ୍କ ଜୀବନର ବିଭିନ୍ନ ଦିଗ, ତାଙ୍କର ରାଜନୈତିକ ଯାତ୍ରା ଆଉ ସେ ସମୟର କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା, ସେସବୁ ଉପରେ କିଛି ତଥ୍ୟ ଅଛି। ମାନେ କିଛି ଜୀବନୀ, ସେତେବେଳର ଖବରକାଗଜ ରିପୋର୍ଟ ଆଉ କିଛି ଐତିହାସିକ ବିଶ୍ଳେଷଣ ବି। ଭଲ। ତ ଆମର ମୂଳ ଉଦ୍ଦେଶ୍ୟ ହେଉଛି ଏହି ଯୋଉ ଦୀର୍ଘକାଳୀନ ନେତା, ତାଙ୍କର ଯୋଉ ବହୁମୁଖୀ ପରିଚୟ, ତାଙ୍କର ସଫଳତା ବିଫଳତା ଆଉ ତାଙ୍କର ସାହିତ୍ୟିକ କାମ ଏବଂ ଓଡ଼ିଶା ଉପରେ ତାଙ୍କର କ'ଣ ପ୍ରଭାବ ରହିଲା ସେଟାକୁ ଟିକେ ବୁଝିବା। ନିଶ୍ଚୟ। ଚାଲନ୍ତୁ ଆରମ୍ଭ କରିବା। ନିଶ୍ଚିତ ଭାବରେ। ଦେଖନ୍ତୁ, ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କାହାଣୀ ଏଇଟା ଓଡ଼ିଶା ରାଜନୀତିର ଗୋଟା ବଡ଼ ଅଧ୍ୟାୟ ପରା। ହଁ, ବହୁତ ଲମ୍ବା ସମୟ। ହଁ, ଜଣେ ସଂସ୍କୃତ ପଣ୍ଡିତ, ସାମ୍ବାଦିକ, ସେଠୁ ଆସି ରାଜ୍ୟର ସବୁଠୁ ଅଧିକ ସମୟ ମୁଖ୍ୟମନ୍ତ୍ରୀ ରହିଥିବା ଲୋକଙ୍କ ଭିତରୁ ଜଣେ ହେଲେ। ତାଙ୍କ ଯାତ୍ରାଟା ବହୁତ ମୋଡ଼ ଦେଇଯାଇଛି। 3 ଥର ମୁଖ୍ୟମନ୍ତ୍ରୀ ହେଲେ, ବହୁତ ସମୟ କ୍ଷମତାରେ ରହିଲେ। ଆଚ୍ଛା। ତାଙ୍କ ସମୟରେ ଯେତିକି ନିର୍ମାଣ କାମ ହେଇଛି, ସାଂସ୍କୃତିକ କାମ ହେଇଛି, ସେତିକି ଗମ୍ଭୀର ବିବାଦ ବି ରହିଛି। ହଁ, ସେଇଟା ଗୁରୁତ୍ୱପୂର୍ଣ୍ଣ। ତ ଆଜି ଆମେ ତାଙ୍କର ସେଇ ରାଜନୈତିକ ଉତ୍ଥାନ, ଶାସନ କାଳର ମୁଖ୍ୟ ଦିଗ, ମାନେ ଭଲ ଆଉ ମନ୍ଦ ଦୁଇଟା ଯାକ, ଆଲୋକ ଆଉ ଛାୟା, ଯାହା ଆପଣ କହୁଥିଲେ। ହଁ, ଆଲୋକ ଆଉ ଛାୟା, ଆଉ ଶେଷରେ କେମିତି ତାଙ୍କର କ୍ଷମତା ଗଲା, ସେ କାରଣଗୁଡ଼ିକୁ ବି ଦେଖିବା। ଭଲ। ତ ପ୍ରଥମେ ତାଙ୍କର ଆରମ୍ଭ ବିଷୟରେ ଟିକେ କଥା ହେବା। ଜନ୍ମ ତ ହେଲା 3 ଜାନୁଆରୀ 1987। ହଁ, ଖୋର୍ଦ୍ଧା ପାଖରେ ରାମେଶ୍ୱର ଗାଁରେ। ଆଉ ପିତା ଗୋକୁଳାନନ୍ଦ ପଟ୍ଟନାୟକ, ସେ ଜଣେ ଶିକ୍ଷକ ଆଉ ଲେଖକ ଥିଲେ। ହଁ, ମାନେ ପରିବାରରେ ଗୋଟେ ଶିକ୍ଷା ଆଉ ସାହିତ୍ୟର ପରିବେଶ ଥିଲା। ନିଶ୍ଚୟ। ସେ ଖୋର୍ଦ୍ଧା ହାଇସ୍କୁଲରୁ ପାଠ ପଢ଼ିଲେ, ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ BA ଅନର୍ସ କଲେ 1947ରେ। ଆଉ 1949ରେ ବନାରସ ହିନ୍ଦୁ ୟୁନିଭର୍ସିଟିରୁ ପଲିଟିକାଲ ସାଇନ୍ସରେ MA କଲେ। ତ ଏଇ ଯୋଉ ପାଠପଢ଼ା, ଏ ବ୍ୟାକଗ୍ରାଉଣ୍ଡ, ଏଇଟା ତାଙ୍କ ଆଗ ଜୀବନରେ କେମିତି କାମ ଦେଲା? ଏହାର ତ ବହୁତ ଗଭୀର ପ୍ରଭାବ ଥିଲା। ଦେଖନ୍ତୁ, ସେ ସିଧା ରାଜନୀତିକୁ ଆସିଲେନି। ଆଚ୍ଛା। ପାଠପଢ଼ା ପଢ଼େ ସେ ଗଲେ ସାମ୍ବାଦିକତାକୁ। ଇଂରାଜୀ ଖବରକାଗଜ ଥିଲା ଇଷ୍ଟର୍ଣ୍ଣ ଟାଇମ୍ସ, ସେଥିରେ ସବ୍ ଏଡିଟରରୁ ଏଡିଟର ହେଲେ। ଓହୋ। ଆଉ ତା ସାଙ୍ଗକୁ ହରେକୃଷ୍ଣ ମହତାବ, ଯୋଉ ପ୍ରଜାତନ୍ତ୍ର ବାହାର କରିଥିଲେ, ହଁ, ପ୍ରଜାତନ୍ତ୍ର। ତାର ସମ୍ପାଦନା ଦାୟିତ୍ୱ ବି ନେଲେ। ଆଉ ନିଜେ ଗୋଟେ ମାସିକ ପତ୍ରିକା ବାହାର କଲେ, ପୌରୁଷ। ହଁ, ପୌରୁଷ ତ ଏବେ ବି ଚାଲିଛି। ହଁ, ଏବେ ବି ଚାଲିଛି। ତ ଏଇ ଯୋଉ ବୁଦ୍ଧିଜୀବୀ ଆଉ ସାମ୍ବାଦିକ ଭାବେ ପରିଚୟ, ଏଇଟା ହିଁ ତାଙ୍କ ଓଡ଼ିଶାରେ ଗୋଟେ ଜଣାଶୁଣା ଚେହେରା କରିଦେଲା। ଆଉ ପରେ ରାଜନୀତିକୁ ଆସିବା ପାଇଁ ଗୋଟେ ଭଲ ମୂଳଦୁଆ ପକେଇଲା। ତାହେଲେ ସାମ୍ବାଦିକତାରୁ ରାଜନୀତିକୁ ଆସିବା, ଏଇଟା କେବେ ହେଲା? ସେଟା ଟିକେ ଧୀରେ ଧୀରେ ହେଲା। ମାନେ 50 ଦଶକରେ ସେ ଇଣ୍ଡିଆନ୍ ୟୁଥ୍ କଂଗ୍ରେସର ଓଡ଼ିଶା ଶାଖାର ନେତୃତ୍ୱ ନେଲେ। ସେଇଠୁ ଆରମ୍ଭ। ଆଚ୍ଛା, ୟୁଥ୍ କଂଗ୍ରେସରୁ। ହଁ, କିନ୍ତୁ 60 ଆଉ 70 ଦଶକରେ ବି ସେ ସମ୍ପାଦନା, ଲେଖାଲେଖି ସବୁ ଜାରି ରଖିଥିଲେ। ଆଉ ତା ସାଙ୍ଗେ ସାଙ୍ଗେ କଂଗ୍ରେସ ଦଳ ଭିତରେ ବି ନିଜ ସ୍ଥିତି ମଜବୁତ କରୁଥିଲେ। ଆଉ ଗୋଟେ ଜିନିଷ ଜାଣିଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ଠିକ୍ ଆଗରୁ 1980 ଆରମ୍ଭରେ ଜାନୁଆରୀରୁ ଜୁନ୍ ଭିତରେ ସେ କେନ୍ଦ୍ର ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ବି ଥିଲେ। ଓ ସତରେ? କୋଉ ବିଭାଗ? ପର୍ଯ୍ୟଟନ, ବେସାମରିକ ବିମାନ ଚଳାଚଳ ଆଉ ଶ୍ରମ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ। ବାଃ। ମାନେ ସେତେବେଳକୁ ସେ ଜାତୀୟ ସ୍ତରରେ ହେବ ପରିଚିତ ହୋଇସାରିଥିଲେ। ବୁଝିଲି। ଏହାପରେ ଆସିଲା ତାଙ୍କର ମୁଖ୍ୟମନ୍ତ୍ରୀ କାଳ। ବହୁତ ଲମ୍ବା ସମୟ। ତ ଆପଣ ଯୋଉ ଆଲୋକ ଓ ଛାୟା କଥା କହୁଥିଲେ, ପ୍ରଥମେ ଟିକେ ସେ ଆଲୋକ ଦିଗ କଥା କୁହନ୍ତୁ, ମାନେ ସକାରାତ୍ମକ କାମଗୁଡ଼ିକ। ନିଶ୍ଚୟ। ଦେଖନ୍ତୁ, ତାଙ୍କର ପ୍ରଥମ ମୁଖ୍ୟମନ୍ତ୍ରୀତ୍ୱ କାଳ ତ ବହୁତ ଲମ୍ବା, ଜୁନ୍ 1980ରୁ ଡିସେମ୍ବର 1990 ପର୍ଯ୍ୟନ୍ତ। ପାଖାପାଖି 10 ବର୍ଷ। ହଁ, ପ୍ରାୟ 10 ବର୍ଷ। ଏହି ସମୟରେ ଖାସ୍ କରି 80ରୁ 85 ଭିତରେ ତାଙ୍କ ସରକାର ବହୁତ କିଛି ଗଠନମୂଳକ କାମ କରିଥିଲା ବୋଲି ଆମ ସୂତ୍ରରୁ ଜଣାପଡ଼ୁଛି। ଯେମିତି? ସେ ସଂସ୍କୃତି ଆଉ ଶିକ୍ଷାକୁ ବେଶୀ ଗୁରୁତ୍ୱ ଦେଉଥିଲେ। ସଂସ୍କୃତ ଭାଷା ପାଇଁ କାମ କରିଥିଲେ। ପରିବେଶ ସୁରକ୍ଷା ପାଇଁ ଗୋଟେ ଅଲଗା ବ୍ୟବସ୍ଥା କଲେ। ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପାଇଁ ବି ଅଲଗା ଡିପାର୍ଟମେଣ୍ଟ। ଆଚ୍ଛା। ଆଉ 80 ଦଶକରେ ବହୁତ ନୂଆ ନୂଆ ଶିକ୍ଷାନୁଷ୍ଠାନ, ସରକାରୀ ଅନୁଷ୍ଠାନ ତାଙ୍କ ସମୟରେ ହିଁ ହେଇଥିଲା। ଆଉ ଗୋଟେ ଭାରି ମଜା କଥା, ଏତେ ବ୍ୟସ୍ତ ରହିବି ସେ ଲେଖାଲେଖି କରୁଥିଲେ। ହଁ, ସେଇଟା ତାଙ୍କର ଗୋଟେ ବଡ଼ କଥା। ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ରାମାୟଣ, ମହାଭାରତ, ଶ୍ରୀମଦ୍ ଭଗବତ ଗୀତା ଏସବୁର ସରଳ ଓଡ଼ିଆ ଅନୁବାଦ କଲେ। ବାଃ। ଏଇଟା ତାଙ୍କର ପାଣ୍ଡିତ୍ୟ ଆଉ ଭାଷା ସାହିତ୍ୟ ପାଇଁ ଯୋଉ ଭଲ ପାଇବା ଥିଲା, ତାକୁ ଦେଖାଏ। ଏଇ ଦିଗଟା ନିଶ୍ଚିତ ଭାବେ ଆଲୋକ ଭିତରେ ଆସିବ। ଏବେ ଆସିବା ସେ ଛାୟା ଦିଗକୁ।
କାରଣ ଏତେ ଲମ୍ବା ଶାସନ କାଳରେ ବିବାଦ ତ ନିଶ୍ଚୟ ଥିବ। ତାଙ୍କ ସମୟର କୋଉ ଘଟଣାଗୁଡ଼ିକ ବେଶୀ ଚର୍ଚ୍ଚା ଆଉ ସମାଲୋଚନାର କାରଣ ହେଇଥିଲା? ଦେଖନ୍ତୁ, ଦୁଇଟା ଘଟଣା ତାଙ୍କର ସେଇ ପ୍ରଥମ ଦଶନ୍ଧିର ଶାସନ ଉପରେ ଗୋଟେ ଗଭୀର ଦାଗ ଛାଡ଼ି ଦେଇଗଲା। ପ୍ରଥମଟି ହେଲା 1980 ମସିହାର ଛବିରାଣୀ ହତ୍ୟାକାଣ୍ଡ। ହଁ, ଛବିରାଣୀ ମାମଲା। ହଁ, ଦୁଷ୍କର୍ମ ଆଉ ହତ୍ୟା ମାମଲା। ଏଇ ଘଟଣାଟା ଖାଲି ଗୋଟେ ଆଇନଗତ କେସ୍ ନଥିଲା। ଏଟା ତାଙ୍କ ଶାସନର ନୈତିକତା ଆଉ ଲୋକଙ୍କ ବିଶ୍ୱାସ ଉପରେ ପ୍ରଥମ ବଡ଼ ପ୍ରଶ୍ନ ଛିଡ଼ା କରାଇଥିଲା। ଜଗତସିଂହପୁର ଜିଲ୍ଲାରେ ଏଇ ଯୋଉ ଭୟଙ୍କର ଅପରାଧ ହେଲା, ସେଥିରେ ସ୍ଥାନୀୟ କଂଗ୍ରେସ ନେତାଙ୍କ ନାଁ ଆସିଲା। ଆଚ୍ଛା। ଆଉ ସେଇଠୁ ପୁରା ରାଜ୍ୟରେ ପ୍ରବଳ ବିରୋଧ ଆଉ ଆକ୍ରୋଶ ଦେଖାଦେଲା। ଆମ ପାଖରେ ଯୋଉ ତଥ୍ୟ ଅଛି, ସେହି ଅନୁସାରେ ସେତେବେଳେ ଏହାର ରାଜନୈତିକ ପ୍ରଭାବ କ'ଣ ପଡ଼ିଲା? ମାନେ ମୁଖ୍ୟମନ୍ତ୍ରୀଙ୍କ ଭୂମିକାକୁ ନେଇ କ'ଣ ପ୍ରଶ୍ନ ଉଠିଲା? ମୁଖ୍ୟ ଅଭିଯୋଗଟା ଥିଲା ଯେ ମୁଖ୍ୟମନ୍ତ୍ରୀ ନିଜ ଦଳର ଲୋକଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କୁଣ୍ଠା କରୁଛନ୍ତି। ଓହୋ। ଏଇ ମାମଲାର ବିଚାର ତ ବହୁତ ବର୍ଷ ଚାଲିଲା। ଶେଷରେ 2002ରେ ଯାଇ ସୁପ୍ରିମକୋର୍ଟ ଦୋଷୀଙ୍କୁ ଆଜୀବନ ଜେଲଦଣ୍ଡ ଦେଲେ। ହଁ। କିନ୍ତୁ ସେଇ ଯୋଉ ମୂଳ ଅଭିଯୋଗ କି ଶାସନ ଦଳୀୟ ଲୋକଙ୍କୁ ବଞ୍ଚେଇବାକୁ ଚେଷ୍ଟା କରୁଛି, ସେଇଟା ତାଙ୍କ ଛବିକୁ ବହୁତ ଖରାପ କଲା। ଆଉ ଗୋଟେ ଲମ୍ବା ସମୟ ଧରି ଗୋଟେ ନେଗେଟିଭ୍ ଧାରଣା ରହିଗଲା। ଆଚ୍ଛା, ଆଉ ଦ୍ୱିତୀୟ କୋଉ କଥାଟା ଗୁରୁତ୍ୱପୂର୍ଣ୍ଣ ଥିଲା ସେ ସମୟରେ? ଦ୍ୱିତୀୟ କଥା ହେଲା 80 ଦଶକର ମଝାମଝି ବେଳକୁ, ଖାସ୍ କରି 1986 ପରେ ତାଙ୍କ ଦଳ ଭିତରେ ହିଁ ଅସନ୍ତୋଷ ଦେଖିବାକୁ ମିଳିଲା। ନିଜ ଦଳ ଭିତରେ? ହଁ, ଦଳ ଭିତରେ ଗୋଷ୍ଠୀ କନ୍ଦଳ ବଢ଼ିଲା ଆଉ କିଛି ଗୁରୁତ୍ୱପୂର୍ଣ୍ଣ ବାଇ ଇଲେକ୍ସନରେ କଂଗ୍ରେସ ହାରିଗଲା। ଏଟା ଦଶନ୍ଧିର ଶେଷ ବେଳକୁ ଦଳ ଉପରେ ତାଙ୍କର ଯୋଉ କଣ୍ଟ୍ରୋଲ ଥିଲା, ସେଟାକୁ ଟିକେ ଦୁର୍ବଳ କରିଦେଲା। ଆଉ ତା ସାଙ୍ଗକୁ ତାଙ୍କ ବିରୁଦ୍ଧରେ ଏମିତି ବି ଅଭିଯୋଗ ଆସିଲା ଯେ ସେ ନିଜ ଲୋକଙ୍କୁ ବେଶୀ ସୁବିଧା ଦଉଛନ୍ତି, ପ୍ୟାଟ୍ରୋନିଜ୍ ଦଉଛନ୍ତି। ଏଇ ପ୍ୟାଟ୍ରୋନିଜ୍ ବା ଅନୁଗ୍ରହ କଥାଟାକୁ ଆମେ କେମିତି ବୁଝିବା? ମାନେ ସାଧାରଣ ଭାଷାରେ ଏହାର ଅର୍ଥ କ'ଣ? ଆମ ସୂତ୍ରଗୁଡ଼ିକ କ'ଣ କହୁଛି? ସାଧାରଣ ଭାଷାରେ କହିଲେ, ମାନେ ନିଜ ସମର୍ଥକ, ଦଳୀୟ କର୍ମୀ ବା ପାଖ ଲୋକଙ୍କୁ ସରକାରୀ ପଦ, ଠିକା କାମ କିମ୍ବା ଅନ୍ୟ ସୁବିଧା ଦେବାରେ ପାତର ଅନ୍ତର କରିବା। ଆଚ୍ଛା। ଆମ ସୂତ୍ର ଅନୁସାରେ ଏମିତି ଅଭିଯୋଗ ସମୟକ୍ରମେ ଖାସ୍ କରି ସହର ଆଉ ପାଠୁଆ ଭୋଟରାଙ୍କ ଭିତରେ ତାଙ୍କର ଯୋଉ ନୈତିକ ପ୍ରଭାବ ଥିଲା, ସେଟାକୁ କମ୍ କରିଦେଲା। ଏସବୁ ମିଶିକି 1989 ନିର୍ବାଚନରେ କଂଗ୍ରେସ ହାରିବାର କାରଣ ହେଲା। କିନ୍ତୁ ରାଜନୀତିରେ ତ ପୁଣି ପ୍ରତ୍ୟାବର୍ତ୍ତନ ବି ହୁଏ। 1990ରେ ଜନତା ଦଳ ଆସିଲା ସତ୍, କିନ୍ତୁ 5 ବର୍ଷ ପରେ 1995ରେ କଂଗ୍ରେସ ପୁଣି ଜେବିଙ୍କ ନେତୃତ୍ୱରେ ହିଁ ଜିତିଲା। ହଁ, ନିଶ୍ଚିତ ଭାବେ। ଏଟା ତ ତାଙ୍କର ସଂଗଠନ ଶକ୍ତି ଦେଖାଉଛି ନା? ଏକଦମ। 1995 ନିର୍ବାଚନରେ କଂଗ୍ରେସ 147ରୁ 80ଟା ସିଟ୍ ଜିତି ସରକାର କଲା, ଆଉ ସେ ତୃତୀୟ ଥର ମୁଖ୍ୟମନ୍ତ୍ରୀ ହେଲେ। ତୃତୀୟ ଥର? ହଁ, ଏଇଟା ତାଙ୍କର ରାଜନୈତିକ କମ୍ବ୍ୟାକ୍ କରିବାର କ୍ଷମତା ଆଉ ଦଳ ଉପରେ ତାଙ୍କର କଣ୍ଟ୍ରୋଲକୁ ଦେଖାଉଥିଲା। କିନ୍ତୁ ଏଇ ଯୋଉ ଦ୍ୱିତୀୟ ପାଳି, ତାର ଶେଷ ବର୍ଷ 1969, ସେଇଟା ତାଙ୍କର ରାଜନୈତିକ ଜୀବନର ସବୁଠୁ ବଡ଼ ସଙ୍କଟ ଆଣିଦେଲା। ହଁ, 1969 ଓଡ଼ିଶା ଇତିହାସରେ ଏଇ ବର୍ଷଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଏଇଠୁ ଘଟଣା ପୁରା ନାଟକୀୟ ମୋଡ୍ ନେଲା। ପ୍ରଥମେ କ'ଣ ହେଲା ସେ ବର୍ଷ? ପ୍ରଥମ ବଡ଼ ଘଟଣା ହେଲା ଜାନୁଆରୀ 1969ର ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା। ହଁ, ଏଇଟା ପୁଣି ଗୋଟେ ମହିଳାଙ୍କ ଉପରେ ଅତ୍ୟାଚାରର ଘଟଣା। ଆଉ ଏଇଟା ପୂର୍ବରୁ ସେ ଛବିରାଣୀ ମାମଲାର ଛତକୁ ପୁଣି ତାଜା କରିଦେଲା। ପୁରା ରାଜ୍ୟ ଦହଲିଗଲା। କାରଣ ଏଥର ପୀଡ଼ିତା ଖାଲି ଅଭିଯୁକ୍ତଙ୍କ ନାଁ କହିଲେନି, ସେ ସିଧା ସେତେବେଳର ଆଡଭୋକେଟ୍ ଜେନେରାଲଙ୍କ ସମ୍ପୃକ୍ତି କଥା କହିଲେ। ଓହୋ। ଆଉ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଏ କ୍ଷମତାଶାଳୀ ଲୋକଙ୍କୁ ବଞ୍ଚଉଛି ବୋଲି ସିଧା ଅଭିଯୋଗ କଲେ ସର୍ବସାଧାରଣରେ। ଏଇଟା ତ ବହୁତ ବଡ଼ କଥା। ହଁ, ଆଉ ଏହାପରେ ଯୋଉ ଜନ ଆକ୍ରୋଶ ସୃଷ୍ଟି ହେଲା, ସେମିତି ଆଗରୁ କେବେ ଦେଖାଯାଇ ନଥିଲା। ତେବେ ଏହାର ପରିଣାମ କ'ଣ ହେଲା? କଂଗ୍ରେସ ହାଇକମାଣ୍ଡ କ'ଣ କଲେ? ପରିସ୍ଥିତି ଏମିତି ହେଲା ଯେ ହାଇକମାଣ୍ଡ ଉପରେ ପ୍ରବଳ ଚାପ ପଡ଼ିଲା। ଫଳରେ ଫେବୃଆରୀ 1969ରେ, ମାନେ ଘଟଣାର ମାତ୍ର କିଛି ସପ୍ତାହ ଭିତରେ, ଏତେ ଶୀଘ୍ର? ହଁ, ଜେ.ବି. ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତିଫା ଦେବାକୁ ପଡ଼ିଲା। ଆଚ୍ଛା। ତାଙ୍କ ଜାଗାରେ ଗିରିଧର ଗମାଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରାଗଲା। ଏତେ ଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ହଟେଇ ଦିଆଗଲା। ଏହା ପଛରେ କେବଳ ଜନ ଆକ୍ରୋଶ ଥିଲା ନା ଦଳ ଭିତରର କନ୍ଦଳ ବି କାମ କଲା? ଦେଖନ୍ତୁ, ଜନ ଆକ୍ରୋଶ ତ ନିଶ୍ଚୟ ମୁଖ୍ୟ କାରଣ ଥିଲା, କିନ୍ତୁ ରାଜନୀତିରେ ସବୁବେଳେ ଅନେକ କାରଣ ଥାଏ। ହଁ, ତା ତ ଠିକ୍। ବୋଧହୁଏ ଦଳ ଭିତରେ ଯୋଉ ବିରୋଧୀ ଗୋଷ୍ଠୀ ଥିଲେ, ସେମାନେ ବି ଏଇ ସୁଯୋଗରେ ହାଇକମାଣ୍ଡ ଉପରେ ଚାପ ପକେଇଥିଲେ। କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଇ ଘଟଣା ଆଉ ତାଙ୍କର ପଦ ଯିବା। ଏଇଟା 1980ର ସେ ଛବିରାଣୀ ମାମଲା କଥାକୁ ପୁଣି ମନେ ପକେଇଦେଲା।
ଆଉ ସରକାର ପ୍ରତି ଲୋକଙ୍କ ମନରେ ଗୋଟେ ଗଭୀର ବିଶ୍ୱାସର ଅଭାବ ମାନେ ଟ୍ରଷ୍ଟ ଡେଫିସିଟ୍ ତିଆରି ହେଇଗଲା। ହଁ, ଲୋକଙ୍କୁ ଲାଗିଲା ଯେ ମହିଳାଙ୍କ ସୁରକ୍ଷା ଆଉ ନ୍ୟାୟ ଦେବା କଥାରେ ସରକାର ସମ୍ବେଦନଶୀଳ ନୁହନ୍ତି। ଏଇ ଧାରଣାଟା ପୁରା ଦୃଢ଼ ହେଇଗଲା। 1999ର ସଙ୍କଟ କ'ଣ ଏତିକିରେ ସରିଗଲା? ନା, ଦୁର୍ଭାଗ୍ୟକୁ ଓଡ଼ିଶା ପାଇଁ ଆହୁରି ବଡ଼ ବିପଦ ଅପେକ୍ଷା କରିଥିଲା। କ'ଣ ସେଇଟା? ସେଇ ବର୍ଷ ଅକ୍ଟୋବରରେ ଆସିଲା ମହାବାତ୍ୟା ସୁପର ସାଇକ୍ଲୋନ। ଓହୋ, ହଁ, 1999 ମହାବାତ୍ୟା। ଏଇଟା ଖାଲି ଓଡ଼ିଶା ନୁହେଁ, ପୁରା ଭାରତୀୟ ଉପମହାଦେଶ ଇତିହାସରେ ସବୁଠୁ ଭୟଙ୍କର ବାତ୍ୟା ଭିତରୁ ଗୋଟେ। ଉପକୂଳ ଓଡ଼ିଶା ପୁରା ଛାରଖାର ହେଇଗଲା। ହଁ, ସେ ଦୃଶ୍ୟ ତ ଭୁଲି ହବନି। କିନ୍ତୁ ସେତେବେଳେ ତ ମୁଖ୍ୟମନ୍ତ୍ରୀ ବଦଳି ସାରିଥିଲେ, ଗିରିଧାର ଗମାଙ୍ଗ ଥିଲେ। ହଁ, ଠିକ୍ କହିଲେ, ନେତୃତ୍ୱ ବଦଳିଥିଲା। ତେବେ ବାତ୍ୟା ପରର ପରିଚାଳନାରେ ଯୋଉ ବିଫଳତା କଥା କୁହାଯାଏ ତାର ପ୍ରଭାବ କେମିତି ପଡ଼ିଲା? ହଁ, ମୁଖ୍ୟ ଅଭିଯୋଗ ହେଲା ଯେ ମହାବାତ୍ୟା ପରର ପରିସ୍ଥିତିକୁ ସମ୍ଭାଳିବାରେ ସରକାରୀ କଳ ପୁରାପୁରି ବିଫଳ ହେଲା। କେମିତି? ରିଲିଫ୍ ଜିନିଷ ଠିକ୍ ସମୟରେ ପହଞ୍ଚିଲାନି, ବଣ୍ଟନରେ ଗଣ୍ଡଗୋଳ ହେଲା, ସରକାରୀ କିଣାକିଣିରେ ଦୁର୍ନୀତି ହେଲା, ଖାସ୍ କରି ସେ ପଲିଥିନ୍ ଚାଦର କିଣା ଦୁର୍ନୀତି କଥା ବହୁତ ଚର୍ଚ୍ଚା ହେଲା। ହଁ, ସେ କଥା ମନେ ଅଛି। ଏସବୁକୁ ନେଇ ଲୋକଙ୍କ ଭିତରେ ପ୍ରବଳ ଅସନ୍ତୋଷ ଦେଖାଦେଲା। ଯଦିଓ ଜେ.ବି. ପଟ୍ଟନାୟକ ସେତେବେଳେ ମୁଖ୍ୟମନ୍ତ୍ରୀ ନଥିଲେ, ହଁ, ତଥାପି ଏଇଟା କଂଗ୍ରେସ ସରକାରର ଗୋଟେ ସାମଗ୍ରିକ ବିଫଳତା ଭାବେ ଦେଖାଗଲା, ଆଉ ଦଳର ସ୍ଥିତି ଆହୁରି ଖରାପ ହେଇଗଲା। ତାହେଲେ ଯଦି ଆମେ ଏସବୁକୁ ଯୋଡ଼ି ଦେଖିବା, 1999ର ଏଇ ଦୁଇଟା ବଡ଼ ଘଟଣା, ଅଞ୍ଜନା ମିଶ୍ର ମାମଲା ଆଉ ମହାବାତ୍ୟା ପରର ଅବ୍ୟବସ୍ଥା, ଏଇଟା 2000 ମସିହା ନିର୍ବାଚନ ଉପରେ କେମିତି ପ୍ରଭାବ ପକାଇଲା? ଦେଖନ୍ତୁ, ଅଧିକାଂଶ ବିଶ୍ଳେଷକ କୁହନ୍ତି ଯେ ଏ ଦୁଇଟା ଘଟଣା ହିଁ 2000 ନିର୍ବାଚନରେ କଂଗ୍ରେସର ଏତେ ବଡ଼ ହାରିବା ପାଇଁ ମୁଖ୍ୟ କାରଣ ଥିଲା। କାରଣଗୁଡ଼ିକୁ ଟିକେ ସ୍ପଷ୍ଟ କରିବା। ପ୍ରଥମ କଥା ହେଲା, ସେ ମହିଳା ବିରୋଧୀ ଅପରାଧ ମାମଲାଗୁଡ଼ିକରେ ସରକାରଙ୍କ ଭୂମିକାକୁ ନେଇ ଲୋକଙ୍କ ମନରେ ଗଭୀର ଅବିଶ୍ୱାସ। ଠିକ୍। ଦ୍ୱିତୀୟରେ, ମହାବାତ୍ୟା ଭଳି ଏତେ ବଡ଼ ବିପଦକୁ ସମ୍ଭାଳିବାରେ ବିଫଳତା ଆଉ ଦୁର୍ନୀତି ଅଭିଯୋଗ। ତୃତୀୟରେ, ନେତୃତ୍ୱରେ ଅସ୍ଥିରତା। ଦେଖନ୍ତୁ, 1999ରେ କେତେ ଶୀଘ୍ର ଶୀଘ୍ର ମୁଖ୍ୟମନ୍ତ୍ରୀ ବଦଳିଲେ, ଜେ.ବି. ଗଲେ, ଗମାଙ୍ଗ ଆସିଲେ, ପୁଣି ନିର୍ବାଚନ ଆଗରୁ ଗମାଙ୍ଗକୁ ହଟେଇ ହେମାନନ୍ଦ ବିଶ୍ୱାଳ ଆସିଲେ। ହଁ, 3 ଜଣ ମୁଖ୍ୟମନ୍ତ୍ରୀ ଗୋଟିଏ ବର୍ଷରେ। ହଁ, ଏଇଟା ଦଳ ଭିତରେ କେତେ ଅସ୍ଥିରତା ଅଛି ତାହା ଦେଖେଇଲା। ଆଚ୍ଛା। ଚତୁର୍ଥରେ, ସେତେବେଳେ ଗୋଟେ ନୂଆ ବିକଳ୍ପ ଆସିଲା। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ନୂଆ ହିଁ ଗଢ଼ା ହେଇଥିବା ବିଜୁ ଜନତା ଦଳ ବିଜେପି ସାଙ୍ଗରେ ମିଶି, ହଁ, ବିଜେଡି ବିଜେପି ମେଣ୍ଟ। ହଁ, ସେମାନେ ଗୋଟେ ଦୁର୍ନୀତିମୁକ୍ତ ସ୍ଥିର ସରକାର ଦେବେ ବୋଲି କହିଲେ, ଆଉ ଲୋକେ ସେମାନଙ୍କୁ ବିଶ୍ୱାସ କଲେ। ଆଉ କିଛି କାରଣ? ଆଉ ପଞ୍ଚମ କାରଣ ହେଲା, 80 ଦଶକରୁ ଯୋଉ ପୁରୁଣା ଅଭିଯୋଗ, ପୁରୁଣା ବିବାଦ ସବୁ ଥିଲା, ତାର ବୋଝ ବି କଂଗ୍ରେସକୁ ବୋହିବାକୁ ପଡ଼ିଲା। ଫଳାଫଳ ତ ଆମେ ସମସ୍ତେ ଜାଣିଛେ, 2000 ନିର୍ବାଚନରେ କଂଗ୍ରେସ ମାତ୍ର 26ଟା ସିଟ୍ ପାଇଲା। 1995ରେ 80ଟା ଥିଲା। ହଁ, କେତେ ବଡ଼ ପତନ! ଆଉ ବିଜେଡି ବିଜେପି ମେଣ୍ଟ 106ଟା ସିଟ୍ ଜିତି ସରକାର କଲା। ଏଇଟା ସତରେ ଓଡ଼ିଶା ରାଜନୀତିରେ ଜେ.ବି. ପଟ୍ଟନାୟକ ଯୁଗର ଶେଷ ଥିଲା। ହଁ, ଏକଦମ ଗୋଟେ ଯୁଗର ଅନ୍ତ ଥିଲା ସେଇଟା। କିନ୍ତୁ ରାଜନୀତିର ମୁଖ୍ୟ ସ୍ରୋତରୁ ହଟିଗଲା ପରେ ବି ସେ ପୁରା ନିଷ୍କ୍ରିୟ ହେଇଯାଇ ନଥିଲେ। ଓହୋ! ସେ ପୁଣି ଗୋଟେ ସାମ୍ବିଧାନିକ ପଦକୁ ଫେରିଲେ। 2009ରୁ 2014 ପର୍ଯ୍ୟନ୍ତ ପୁରା 5 ବର୍ଷ ସେ ଆସାମର ରାଜ୍ୟପାଳ ଥିଲେ। ଆଚ୍ଛା, ଆସାମର ରାଜ୍ୟପାଳ। ହଁ, ଆଉ ସେଠି ବି ବେଶ ସକ୍ରିୟ ଥିଲେ। ଆଉ ତାଙ୍କର ସେ ସାହିତ୍ୟିକ ପରିଚୟ, ଏତେ ରାଜନୀତି ଭିତରେ ସେ ସେଟାକୁ କେମିତି ବଞ୍ଚେଇ ରଖିଥିଲେ? ଏଇଟା ବାସ୍ତବରେ ଗୋଟେ ବଡ଼ କଥା। ରାଜନୀତି ବାଦ ସାହିତ୍ୟ ସାଧନା ତାଙ୍କ ଜୀବନର ଗୋଟେ ମୁଖ୍ୟ ଅଂଶ ହେଇ ରହିଥିଲା। ହଁ, ଆମେ ଆଗରୁ ସେ ରାମାୟଣ, ମହାଭାରତ, ଗୀତା ଅନୁବାଦ କଥା କହିଲେ, ତା ଛଡ଼ା ସେ ଭର୍ତ୍ତୃହରିଙ୍କ ଶତକତ୍ରୟକୁ ବି ଓଡ଼ିଆରେ ଅନୁବାଦ କରିଥିଲେ। ବାଃ! ସେଥିପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ବି ମିଳିଥିଲା। ଆଚ୍ଛା। ଆଉ ପରେ ବଙ୍କିମଚନ୍ଦ୍ର ଚାଟାର୍ଜୀଙ୍କ ଉପନ୍ୟାସ ସବୁ ଓଡ଼ିଆରେ ଅନୁବାଦ କରିଥିବାରୁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବି ମିଳିଲା। ମାନେ ରାଜନୀତି ଭିତରେ ବି ଏତେ ସାହିତ୍ୟ ସାଧନା। ହଁ, ଏଇଟା ତାଙ୍କ ବ୍ୟକ୍ତିତ୍ୱର ଗୋଟେ ଅଲଗା ଦିଗ। ତାଙ୍କ ପରିବାର ବିଷୟରେ ଆମ ସୂତ୍ରରେ କିଛି ଅଛି କି? ହଁ, ସେ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକଙ୍କୁ ବାହା ହେଇଥିଲେ। ଆଉ ଜୟନ୍ତୀ ପଟ୍ଟନାୟକ ନିଜେ ବି ଜଣେ ବଡ଼ ରାଜନୀତି ଥିଲେ। ହଁ, ମୁଁ ଜାଣିଛି ସେ ସାଂସଦ ଥିଲେ। ହଁ, 4 ଥର ସାଂସଦ ହେଇଥିଲେ। ଆଉ ଜାତୀୟ ମହିଳା ଆୟୋଗର ପ୍ରଥମ ଅଧ୍ୟକ୍ଷା ବି ଥିଲେ। ବାଃ! ଏଇଟା ବଡ଼ କଥା। ତାଙ୍କର ଜଣେ ପୁଅ ଆଉ 2 ଝିଅ, ଆଉ ତାଙ୍କ ଜ୍ୱାଇଁ ସୌମ୍ୟ ରଞ୍ଜନ ପଟ୍ଟନାୟକ, ସେ ବି ତ ଓଡ଼ିଶାର ମିଡିଆ ଆଉ ରାଜନୀତିରେ ଜଣେ ପରିଚିତ ନା। ହଁ, ଠିକ୍। ତାଙ୍କର ଦେହାନ୍ତ କେବେ ଆଉ କେମିତି ହେଲା? ତାଙ୍କର ଦେହାନ୍ତ ହେଲା ଏପ୍ରିଲ 21, 2015ରେ। 88 ବର୍ଷ ବୟସ ହେଇଥିଲା।
ଆଚ୍ଛା। ଆନ୍ଧ୍ରପ୍ରଦେଶର ତିରୁପତିରେ ସେଠି ସେ ରାଷ୍ଟ୍ରୀୟ ସଂସ୍କୃତ ବିଦ୍ୟାପୀଠର ଗୋଟେ ସମାବର୍ତ୍ତନ ଉତ୍ସବକୁ ଯାଇଥିଲେ। ହୁଁ। ସେଇଠି ହାର୍ଟ ଆଟାକ୍ ହେଲା। ଓହୋ। ତାଙ୍କର ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ ପୁରା ସରକାରୀ ସମ୍ମାନ ସହିତ ହୋଇଥିଲା। ହୁଁ। ତେବେ ଏତେ ସବୁ କଥା ପରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ଯୋଉ ସାମଗ୍ରିକ ଉତ୍ତରାଧିକାର ବା ଲେଗେସି ତାକୁ ଆମେ କେମିତି ଦେଖିବା, ମାନେ ମୋଟାମୋଟି ଭାବେ କଣ କହିବା? ଦେଖନ୍ତୁ, ଯଦି ତାଙ୍କର ପୁରା ଜୀବନ ଆଉ କାମକୁ ଦେଖିବା, ତେବେ ସେଟା ସତରେ ଆଲୋକ ଆଉ ଛାୟାର ଗୋଟେ ଜଟିଳ ମିଶ୍ରଣ। ହଁ। ପାଖାପାଖି 60 ବର୍ଷ ଧରି ସେ ଓଡ଼ିଶାର ପବ୍ଲିକ୍ ଲାଇଫ୍ରେ ଥିଲେ। ଜଣେ ପଣ୍ଡିତ, ସାମ୍ବାଦିକ, ଲେଖକ, ଭଲ ସଂଗଠକ ଆଉ ସବୁଠୁ ଲମ୍ବା ସମୟର ମୁଖ୍ୟମନ୍ତ୍ରୀମାନଙ୍କ ଭିତର ଜଣେ। ସେ ବହୁତ ଅନୁଷ୍ଠାନ ତିଆରି କରିଛନ୍ତି, ସାହିତ୍ୟ ସଂସ୍କୃତିକୁ ପ୍ରୋତ୍ସାହନ ଦେଇଛନ୍ତି, କିନ୍ତୁ ସେଇ ବିବାଦଗୁଡ଼ିକ ସେଇ ସମୟରେ ହେଇଥିବା ସେଇ ଦୁଇଟା ବଡ଼ ଅପରାଧିକ ମାମଲା, ଛବିରାଣୀ ଆଉ ଅଞ୍ଜନା ମିଶ୍ର, ଆଉ ସେଥିରେ ଶାସନର ଭୂମିକାକୁ ନେଇ ଯୋଉ ପ୍ରଶ୍ନ ଉଠିଲା, ସେଇଟା ତାଙ୍କ ଲେଗେସି ସହିତ ପୁରାପୁରି ଯୋଡ଼ି ହେଇ ରହିଗଲା। ହଁ, ସେଇଟା ସତ। ଏଇ ଘଟଣାଗୁଡ଼ିକ ଖାଲି ତାଙ୍କ ଛବିକୁ ଖରାପ କଲାନି, ଏଟା ଓଡ଼ିଶାର ରାଜନୈତିକ ବିଶ୍ୱାସ ଆଉ ସ୍ମୃତିକୁ ବହୁତ ପ୍ରଭାବିତ କଲା, ଆଉ ଶେଷରେ ଗୋଟେ ବଡ଼ ରାଜନୈତିକ ପରିବର୍ତ୍ତନ ପାଇଁ ବାଟ ତିଆରି କଲା। ତାଙ୍କର ଯିବାଟା ସତରେ ଓଡ଼ିଶା ରାଜନୀତିରେ ଗୋଟେ ଯୁଗର ଶେଷ ଥିଲା, ଆଉ ତାପରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗୋଟେ ନୂଆ ଆଉ ଆହୁରି ଲମ୍ବା ଯୁଗ ଆରମ୍ଭ ହେଲା। ସତରେ ବହୁତ ଜଟିଳ ଆଉ ବହୁସ୍ତରୀୟ ବ୍ୟକ୍ତିତ୍ୱ, ସାମ୍ବାଦିକରୁ ମୁଖ୍ୟମନ୍ତ୍ରୀ, ପୁଣି ରାଜ୍ୟପାଳ, ଆଉ ଶେଷ ଯାଏଁ ଜଣେ ସାହିତ୍ୟିକ। ତାଙ୍କ ସଫଳତା, ତାଙ୍କ ବିବାଦ ଆଉ ଓଡ଼ିଶା ଉପରେ ତାଙ୍କର ପ୍ରଭାବ, ଏସବୁକୁ ନେଇ ଆଲୋଚନା ବୋଧେ ଆଗକୁ ବି ଚାଲିଥିବ। ଶେଷରେ ଗୋଟେ କଥା ମନକୁ ଆସୁଛି, ଯାହା ଆମେ ଏତେ କଥା ହେଲେ ସେଥିରୁ ବାହାରୁଛି। ହଁ, କୁହନ୍ତୁ। ଟିକେ କଳ୍ପନା କରନ୍ତୁ, ଯଦି ତାଙ୍କ ଶାସନ ବେଳର ସେହି ବଡ଼ ବଡ଼ ସଙ୍କଟଗୁଡ଼ିକର ମୁକାବିଲା, ଖାସ୍ କରି ସେହି ଛବିରାଣୀ ଆଉ ଅଞ୍ଜନା ମିଶ୍ର ମାମଲାରେ ସରକାର ଯୋଉ ପଦକ୍ଷେପ ନେଲେ ବା ଯେମିତି ପ୍ରତିକ୍ରିୟା ଦେଲେ, ଯଦି ସେଇଟା ଅଲଗା ଭାବେ କରାଯାଇଥାନ୍ତା, ମାନେ ଯଦି ଅଧିକ ସମ୍ବେଦନଶୀଳତା ସହ ଅଧିକ ଦୃଢ଼ ଭାବେ ନ୍ୟାୟ ଦେବାକୁ ଚେଷ୍ଟା କରାଯାଇଥାନ୍ତା, ତେବେ କ'ଣ ହେଇଥାନ୍ତା? ହଁ, ଏଇଟା ଗୋଟେ ଭଲ ପ୍ରଶ୍ନ। କ'ଣ ଓଡ଼ିଶାର ପରବର୍ତ୍ତୀ ରାଜନୈତିକ ଇତିହାସଟା କିଛି ଅଲଗା ହେଇଥାନ୍ତା? କିମ୍ବା ଶାସନରେ ନୈତିକତା, ନେତାଙ୍କ ଉତ୍ତରଦାୟିତ୍ୱ, ଏସବୁ ବିଷୟରେ ଆଜି ଯୋଉ ଆଲୋଚନା ହେଉଛି, ତାର ରୂପ କିଛି ଭିନ୍ନ ହେଇଥାନ୍ତା? ବହୁତ ଗଭୀର କଥା। ହଁ, ଏଇଟା ଗୋଟେ ଗଭୀର ପ୍ରଶ୍ନ। କ୍ଷମତା, ବ୍ୟକ୍ତିଗତ ନେତୃତ୍ୱର ପ୍ରଭାବ, ଲୋକଙ୍କର ବିଶ୍ୱାସ ଆଉ ଇତିହାସ, ଏସବୁ କେମିତି ପରସ୍ପର ସହ ଯୋଡ଼ି ହେଇ ରହିଛି, ସେ ବିଷୟରେ ଆହୁରି ଭାବିବାକୁ ବାଧ୍ୟ କରୁଛି।